ଶିକ୍ଷାବର୍ଷର ଶେଷ ଅର୍ଦ୍ଧରେ ଆମେ ଉପସ୍ଥିତ ହେଇଛୁ। ଆଜି ବାର୍ଷିକ କ୍ରୀଡ଼ା ଉତ୍ସବ ଆମେ ପାଳନ କରିବା ପାଇଁ ଯାଉଛୁ। ଏହି ଉତ୍ସବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ଏ ଅଞ୍ଚଳର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ଯିଏକି ସମାଜର ସବୁ ବର୍ଗର ପିଲାମାନଙ୍କର ବା ଲୋକମାନଙ୍କର, ତା ଛଡ଼ା ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଅନେକ ସହଯୋଗ ରହିଥାଏ। ସେ ଆଉ କେହି ନୁହନ୍ତି ଗୋପାଳ ଚନ୍ଦ୍ର ଦାସ ମହୋଦୟ, ଯାହାକୁ ଏ ଅଞ୍ଚଳର ସମସ୍ତେ ପାଣ୍ଡବ ବାବୁ ଭାବରେ ଜାଣିଛନ୍ତି। ଏବଂ ଆମ ଗଣରେ ଅଛନ୍ତି ଏ ବିଦ୍ୟାଳୟର SMCର ପ୍ରେସିଡେଣ୍ଟ ଭକ୍ତିପଦ ବାବୁ ମହୋଦୟ। ଆମ ସହିତ ଅଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଆଜିର ଏହି କ୍ରୀଡ଼ା ଉତ୍ସବରେ ମୁଁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସର୍ବପ୍ରଥମେ ଆଜି ଯେଉଁ ଆମ ଗଣରେ ମୁଖ୍ୟ ଅତିଥି ଅଛନ୍ତି ପାଣ୍ଡବ ବାବୁ, ତାଙ୍କୁ ଅନୁରୋଧ କରିବି ସେ ଆସି ଏ ପତାକା ଉତ୍ତୋଳନ କରି ଆଜି ଏ କ୍ରୀଡ଼ା ଉତ୍ସବକୁ ଆରମ୍ଭ କରିବେ। ତେଣୁ ତାଙ୍କୁ ଅନୁରୋଧ କରିବି। ଆସୁନୁ। ସେପଟେ ଚଳିବ। ଏପଟରେ ସାର୍ କାଲି लॉक डिवाइस बैक ଆମ ଏଇ ପଞ୍ଚୁପାଲି ମଡେଲ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ଉପସ୍ଥିତ ଏଠାରେ ଅଛନ୍ତି ବିଦ୍ୟାଳୟର SMCର ସ୍କୁଲ ମ୍ୟାନେଜିଂ କମିଟିର ସଭାପତି ଶ୍ରଦ୍ଧେୟ ଭକ୍ତିପଦ ବାବୁ ଏବଂ ଆମମାନଙ୍କର ଅତି ପ୍ରିୟ ଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମହାନ୍ତି ମହୋଦୟ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଗଣ ଏବଂ ବିଶେଷ କରି ଉପସ୍ଥିତ ଏ ବିଦ୍ୟାଳୟର ସମସ୍ତ ପ୍ରିୟ ଛାତ୍ରଛାତ୍ରୀବୃନ୍ଦ, ଆଜି ହେଉଛି ଏ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ। ପିଲାମାନେ ସମସ୍ତେ ଜାଣିଛନ୍ତି କ୍ରୀଡ଼ା ଗୋଟେ ଏମିତି ଜିନିଷ, ମାନସିକ ଶାରୀରିକ ସ୍ତରରେ ସବୁଠାରେ ସେ ଆମକୁ ସାହାଯ୍ୟ କରେ। ଖେଳ ଗୋଟେ ଏମିତି ଜିନିଷ, ଖେଳ ଖେଳିଲେ ମନ ଖୁସି ରହିବା ସହିତ ଶାରୀରିକରେ ଯେଉଁ ପରିଶ୍ରମ ହୁଏ ଅଙ୍ଗ ପ୍ରତ୍ୟଙ୍ଗ ଚାଳନାରେ କି ରକ୍ତ ପ୍ରବାହିତରେ, ଯାହାଫଳରେ କି ଆମ ଶରୀର ସ୍ୱାସ୍ଥ୍ୟ ଠିକ୍ ଭାବରେ ରୁହେ। ତେଣୁ ଖେଳକୁ ଅତି ପ୍ରିୟ ଭାବରେ ଛାତ୍ରଛାତ୍ରୀଗଣ ଆପଣମାନେ ସମସ୍ତେ ପାଠ ପଢ଼ିବା ସହିତ ଖେଳକୁ ମଧ୍ୟ ଆପଣେଇବା ସମସ୍ତ ପକ୍ଷେ ହିତକର ବୋଲି ମୁଁ ଆଶା କରୁଛି। ଯାଉ ଆଜିଠୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ପାଠ ପଢ଼ିବା